ଆଜି ଦେଖିବା ପଲିଟିକାଲ ସାଇନ୍ସ ଅନର୍ସର କୋର୍ 2ର କେନ୍ଦ୍ର ଓ ରାଜ୍ୟମାନଙ୍କରେ ଥିବା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ତାର 1 ମାର୍କ କ୍ୱେଶ୍ଚିନ୍। 1ରେ ଦେଖିବା ସଂସଦୀୟ ସରକାର ପ୍ରଥମେ କେଉଁ ଦେଶରେ କାର୍ଯ୍ୟକାରୀ ହୋଇଥିଲା? ଇଂଲଣ୍ଡ। 2ରେ ଭାରତର ସଂସଦ କେତେ ସଦନ ବିଶିଷ୍ଟ ଅଟେ? 2 ସଦନ। 3ରେ ଭାରତ ସମ୍ବିଧାନର କେଉଁ ଧାରାରେ ସଂସଦର ଗଠନ ପ୍ରଣାଳୀ ବର୍ଣ୍ଣିତ ହୋଇଛି? 79 ଧାରାରେ। 4 ଲୋକସଭାର ସଭ୍ୟ ସଂଖ୍ୟା କେତେ? 547। 5ରେ ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? 250 ଜଣ। 6ରେ ରାଜ୍ୟସଭାକୁ ସାମ୍ବିଧାନିକ ନିୟମ ଅନୁସାରେ କି ଗୃହ କୁହାଯାଏ? ସଂଘୀୟ ଗୃହ। 7ରେ ଲୋକସଭାକୁ ସାମ୍ବିଧାନିକ ନିୟମ ଅନୁସାରେ କି ଗୃହ କୁହାଯାଏ? ଗଣତାନ୍ତ୍ରିକ ଗୃହ ବା ଲୋକପ୍ରିୟ ଗୃହ। 8ରେ ରାଷ୍ଟ୍ରପତି ଲୋକସଭା ଏବଂ ରାଜ୍ୟସଭାକୁ କେତେ ଜଣ ସଦସ୍ୟ ମନୋନୀତ କରି ପଠାଇଥାନ୍ତି? 2 ଏବଂ 12। 9ରେ ରାଜ୍ୟସଭା ସଦସ୍ୟ ହେବା ପାଇଁ ପ୍ରାର୍ଥୀଙ୍କୁ ଅନ୍ୟାନ୍ୟ କେତେ ବର୍ଷ ହୋଇଥିବା ଦରକାର? 30 ବର୍ଷ। 10ରେ ଲୋକସଭା ସଦସ୍ୟ ହେବା ପାଇଁ ପ୍ରାର୍ଥୀଙ୍କୁ ଅନ୍ୟାନ୍ୟ କେତେ ବର୍ଷ ହୋଇଥିବା ଦରକାର? 25 ବର୍ଷ। 11 ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ଅଟେ? ଏହା ଏକ ସ୍ଥାୟୀ ଗୃହ। ଏ କ୍ୱେଶ୍ଚିନ୍ଟା ଭୁଲ ଦେଇଛି, ଏଟା ନା ହବ। ତାପରେ ଦେଖିବା 12 ଲୋକସଭା ପାଇଁ କେତେ ବର୍ଷକୁ ଥରେ ନିର୍ବାଚନ ହୁଏ? 5 ବର୍ଷକୁ ଥରେ। 13 କେଉଁ ପ୍ରସ୍ତାବ ବଳରେ ରାଷ୍ଟ୍ରପତିଙ୍କ ବହିଷ୍କାର କରାଯାଏ? ମହାଭିଯୋଗ। 14 ପ୍ରଧାନମନ୍ତ୍ରୀ ବହିଷ୍କାର କରିବା ପାଇଁ ଲୋକସଭାରେ କେଉଁ ପ୍ରସ୍ତାବ ଗୃହୀତ ହେବା ଆବଶ୍ୟକ ହୁଏ? ଅନାସ୍ଥା ପ୍ରସ୍ତାବ। 15 ଲୋକସଭାରେ ଗୃହୀତ ହୋଇଥିବା ଅର୍ଥ ବିଲ୍କୁ ରାଜ୍ୟସଭା କେତେ ଦିନ ଅଟକାଇ ରଖିପାରିବେ? 14 ଦିନ। 16 ରାଜ୍ୟସଭାକୁ କିଏ ସଞ୍ଚାଳନ କରିଥାନ୍ତି? ଉପରାଷ୍ଟ୍ରପତି। ତାପରେ ଦେଖିବା 17 ଲୋକସଭାର ମୁଖ୍ୟକୁ କ'ଣ କୁହାଯାଏ? ବାଚସ୍ପତି। 18 ଭାରତୀୟ ସଂସଦର ମିଳିତ ଅଧିବେଶନରେ କିଏ ସଭାପତିତ୍ୱ କରିଥାନ୍ତି? ବାଚସ୍ପତି। 19 ଏକ ବିଲ୍ ଅର୍ଥ ବିଲ୍ କି ନୁହେଁ କିଏ ସ୍ଥିର କରିଥାନ୍ତି? ବାଚସ୍ପତି। 20 ରାଜ୍ୟସଭାର ସଦସ୍ୟମାନଙ୍କୁ କିଏ ନିର୍ବାଚିତ କରିଥାନ୍ତି? ରାଜ୍ୟ ବିଧାନସଭାର ନିର୍ବାଚିତ ସଭ୍ୟମାନେ। 21 ଲୋକସଭାରେ କେଉଁ ଆଧାରରେ ପ୍ରତିନିଧିତ୍ୱ ସୃଷ୍ଟି କରାଯାଏ? ଲୋକସଂଖ୍ୟା ଆଧାରରେ। ତାପରେ 22 ରାଜ୍ୟସଭାରେ କେଉଁ ଆଧାରରେ ପ୍ରତିନିଧିତ୍ୱ ସୃଷ୍ଟି ହୋଇଥାଏ? ରାଜ୍ୟମାନଙ୍କ ଲୋକସଂଖ୍ୟା ଅନୁପାତ ଆଧାରରେ। 23 ସଂସଦ ଅଧିବେଶନ ସମୟରେ 12ଟାରୁ 1 ଘଟିକା ସମୟରେ ବିରତି କାଳରେ ଉପସ୍ଥାପିତ ଅଣତାରକା ପ୍ରଶ୍ନ ଆଲୋଚନା ହୋଇପାରେ। ଏହାକୁ କ'ଣ କୁହାଯାଏ? ଶୂନ୍ୟକାଳ। 24 ଗୃହର ଅଧ୍ୟକ୍ଷ ସମ୍ବିଧାନକ ବ୍ୟବସ୍ଥା ଅନୁସାରେ ଗୃହକୁ ବିଶେଷ ପରିସ୍ଥିତିରେ ସୀମିତ ସମୟ କିମ୍ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ କ'ଣ କୁହାଯାଏ? ମୁଲତବୀ। 25 ରାଷ୍ଟ୍ରପତି ନିଜର ସ୍ୱେଚ୍ଛାଧୀନ କ୍ଷମତା ମାଧ୍ୟମରେ ଅଧିବେଶନକୁ ସ୍ଥଗିତ ରଖିବାକୁ କ'ଣ କୁହାଯାଏ? ପ୍ରୋରୋଗ୍ୟ। ସଂସଦରେ ରାଜନୀତିକ ଦଳମାନେ ନିର୍ବାଚିତ ସଭ୍ୟଙ୍କ ଆନୁଗତ୍ୟ ସୃଷ୍ଟି କରିବା ଏବଂ ଶୃଙ୍ଖଳିତ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଜାରି କରନ୍ତି, ଏହାକୁ କ'ଣ କୁହାଯାଏ? ପାର୍ଟି ହୁଇପ୍। 27 ରାଷ୍ଟ୍ରପତିଙ୍କ ସ୍ଥିତି ବିଷୟରେ ସମ୍ବିଧାନର କେଉଁ ଧାରାରେ ବିଶେଷ ସୂଚନା ମିଳିଥାଏ? 52 ଧାରାରେ। 28 ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବା ପାଇଁ ସଂସଦରେ କେଉଁ ପ୍ରସ୍ତାବ ଆଗତ ହୋଇଥାଏ? ମହାଭିଯୋଗ। ତାପରେ ହେଲା 29 କେଉଁ ଧାରା ଅନୁସାରେ ରାଷ୍ଟ୍ରପତି ଜାତୀୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥାନ୍ତି? 352 ଧାରା। 30 କେଉଁ ଧାରା ଅନୁସାରେ ରାଷ୍ଟ୍ରପତି ରାଜ୍ୟମାନଙ୍କରେ ଜରୁରୀ ପରିସ୍ଥିତି ଘୋଷଣା କରିଥାନ୍ତି? 356 ଧାରା। 31 କେଉଁ ଧାରା ଅନୁସାରେ ରାଷ୍ଟ୍ରପତି ଦେଶରେ ଆର୍ଥିକ ଜରୁରୀ ଅବସ୍ଥା ଘୋଷଣା କରନ୍ତି? 360। ତାପରେ ଦେଖିବା 32 ରାଷ୍ଟ୍ରପତି ପଦ ପାଇଁ ପ୍ରତିନିଧିତ୍ୱ କେତେ ବୟସ ନିର୍ଦ୍ଧାରଣ କରାଯାଇଛି? 35 ବର୍ଷ। 33 କେଉଁ ନିର୍ବାଚନ ପ୍ରଣାଳୀ ଆଧାରରେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରାଯାଇଥାଏ? ଆନୁପାତିକ ହାର ଏବଂ ଏକକ ହସ୍ତାନ୍ତରକ୍ଷମ ପ୍ରଣାଳୀ। 34 ସଂସଦ ଅଧିବେଶନରେ ନଥିବା ବେଳେ ଜରୁରୀ ଆଇନ ପ୍ରଣୟନ ପାଇଁ କ'ଣ ଜାରି କରନ୍ତି? ଅଧ୍ୟାଦେଶ। ଏହି PDF ଟା ଟେଲିଗ୍ରାମ ଗ୍ରୁପରେ ମିଳିଯିବ।